নিমি রাজার যে চরিত, জনক রাজার বৃত্তান্ত। জনক রাজার সন্ততি, সূর্য বংশরে উৎপত্তি। ভৃগুর যমদগ্নিসুত, তা সুত পরশুরাম খ্যাত। তপ করণে অতি শ্রেষ্ঠ, ক্ষত্রিয় বৃত্তিরে গরিষ্ঠ। মাতা দুহিতা চরু ভ্রম, ঋষি জন্ম ক্ষত্রি অঞ্চেণ। ক্ষত্রি আচার ঋষি হই, এণু সে ক্ষত্রিয় ବୋলাই। ସହସ୍ରାର୍ଜୁନ ଯେ ରାଜନ, ବଳେ ନେଲା ତାଙ୍କ ଗୋଧନ। ଯମଦଗ୍ନିର ଶିର ଛେଦି, ତା ଶୁଣି ପରଶୁରାମ କ୍ରୋଧି। ସହସ୍ରାର୍ଜୁନଙ୍କର ବଂଶ, ସମୂଳେ କଲେ ସେ ବିନାଶ। ପୃଥିବୀ ଏକବିଂଶ ବାର, ଛେଦିଲେ କ୍ଷତ୍ରିୟଙ୍କ ଶିର। ପୃଥିବୀ ନିକ୍ଷତ୍ରିୟ କଲେ, ଦୁଷ୍ଟ ବଂଶଙ୍କୁ ନ ରଖିଲେ। ସୋମ ବଂଶରେ ଯେ ଜନମ, ରାଜାର ପୁରୁର ବା ନାମ। ସେ ପୁଣି ଉର୍ବଶୀ ସଙ୍ଗତେ, ବିହ୍ୱଳ ହୋଇଲେ ଯେ ମନ୍ତେ। ଏ ଆଦି ଯେତେ ଗୁଣ ତାର, ପୃଥ୍ୱୀରେ ଏକାନୃପବର। ଆଉ ରାଜାଙ୍କ ଯେତେ ଗୁଣ, ନହୁଷ ଯଜାତି ଯେ ପୁଣ। ଦୁଷ୍ୟନ୍ତ ରାଜାର ବିଧାନ, ଶକୁନ୍ତଳାର ଉପାଖ୍ୟାନ। ଭରତ ରାଜାର ଚରିତ, ଶାନ୍ତନୁ ଯେମନ୍ତ ବିଦିତ। ଭୀଷ୍ମର ମହିମା ଯେମନ୍ତେ, ବିବାହ ନୋହେ ପିତା ଅର୍ଥେ। ଚିତ୍ରାଙ୍ଗଦ ବିଚିତ୍ର ବୀର୍ଯ୍ୟ, ଜନମ ଶାନ୍ତନୁ ତନୁଜ। ଏମାନେ ଅପୁତ୍ରିକେ ନାଶ, ତହୁଁ ଅଇଲେ ବେଦ ବ୍ୟାସ। ଧୃତରାଷ୍ଟ୍ର ପାଣ୍ଡୁ ବିଦୁର, ଜନ୍ମିଲେ ବ୍ୟାସଙ୍କ ବୀର୍ଯ୍ୟର। କୌରବ ପାଣ୍ଡବ ଯେ ହୋଇ, ସତେ ପାଞ୍ଚ ପୁତ୍ର ଜନ୍ମଇ। ଏହାଙ୍କ ସନ୍ତତି ଯେ ପୁଣ, ପରୀକ୍ଷିତ ଆଦି ଜନମ। ଏଥୁ ଅନ୍ତରେ ଏବେ ଶୁଣ, ଯଦୁବଂଶର ଯେ ପ୍ରମାଣ। ଯଜାତି ଜ୍ୟେଷ୍ଠ ପୁତ୍ର ଯଦୁ, ଅଷ୍ଟାଦଶ ଯାଦବ ପ୍ରଭୁ। ତାହାଙ୍କ ଯେତେକ ବର୍ଣ୍ଣନା, ଏ ଆଦି ଶୁଣିଅଛ ସିନା। ଯଜାତି ଦ୍ୱିତୀୟ ଯେ ପୁତ୍ର, ପୁରୁ ବଂଶର ଯେ ଚରିତ। ତାହାର ବଂଶରେ ଜନମ, ଯେତେକ ହେଲେ ଉତପର୍ଣ୍ଣ। ତୃତୀୟ ପୁତ୍ର ଯେ ହୁହୁଜ, ତା ବଂଶେ ଜନମ ଯେ ଭୋଜ। ଚତୁର୍ଥ ପୁତ୍ର ନାମ ଅନୁ, ତା ବଂଶେ ଯେତେ ରାଜତନୁ। ସେ ଯଦୁ ଚାରି ପୁତ୍ରେ ଶ୍ରେଷ୍ଠ, ସତଜିତ ନାମ ବିଶିଷ୍ଟ। ତାର ବଂଶେ ସହସ୍ରାର୍ଜୁନ, ତାକୁ ମାଇଲେ ପରଶୁରାମ। ଏ ବଂଶେ ଜନ୍ମିଲେ ଅନ୍ଧକ, ଭୋଜ ଯେ ଉଗ୍ର ସେନାଦିକ। ବୃଷ୍ଣି ବଂଶରେ ତହିଁ ପୁଣ, ସୁର ସେନାଦି ଯେ ରାଜନ। ତା ସାତ କନ୍ୟା ଦଶ ସୁତ, ତହିଁ ଜ୍ୟେଷ୍ଠ ବସୁଦେବତ। ତାହାର ଅଷ୍ଟାଦଶ ନାରୀ, ରୋହିଣୀ ଭଦ୍ରା ଆଦି କରି। ଏ ମଧ୍ୟରେ ରୋହିଣୀ ଗର୍ଭରେ, ଦୁହିତା ଅଷ୍ଟପୁତ୍ର ହେଲେ। ଜ୍ୟେଷ୍ଠ ଯେ ବଳଭଦ୍ର ହୋଇ, ଦୁହିତା ସୁଭଦ୍ରା ବୋଲାଇ। ଆଉ ସେ ଯେତେ ସ୍ତ୍ରୀ ମାନ, ତାଙ୍କର ଅନେକ ନନ୍ଦନ। ଦେବକୀ ସଟ ଗର୍ଭ ପୁଣ, କଂସ ତାକ ଚାଡ଼େ ଶିଳେଣ। ସପ୍ତମ ଗର୍ଭେ ବଳଦେବ, ଯୋଗ ମାୟାରେ ଗର୍ଭସ୍ରାବ। ରୋହିଣୀ ଗର୍ଭରେ ପଶିଲେ, ଗୋପରେ ଜନମ ହୋଇଲେ। ଅଷ୍ଟମ ଗର୍ଭେ ବିଷ୍ଣୁ ଜାତ, ଯେ କୃଷ୍ଣ ବୈଷ୍ଣବ ନାଥ। କୃଷ୍ଣ ଅବତାର ହୋଇଲେ, ଜନମି ଗୋକୁଳେ ବଢିଲେ। ବଂଶାନୁଚରିତ ବ୍ୟାଖ୍ୟାନ, 24 ଅଧ୍ୟାୟରେ ନବମ। ଦଶମ ସ୍କନ୍ଧେ କୃଷ୍ଣ ରସ, ଶୁଣିଲେ ନଥାଇ କଳୁଷ। ଦେବକୀ ଅଷ୍ଟମ ଗର୍ଭରେ, କୃଷ୍ଣ ଜନମ ବନ୍ଦୀ ଘରେ। କୃଷ୍ଣଙ୍କୁ ବସୁଦେବ ନେଇ, ଗୋପରେ ଛାଡ଼ିଣ ଆସଇ।
କୃଷ୍ଣ ପ୍ରବେଶ ନନ୍ଦ ଘରେ ଉତ୍ସବ କଲେ ଗୋପପୁରେ। ସେ କୃଷ୍ଣ ଥାଇଣ ଗୋପରେ ଶୁଣିଛ ଯେତେ ଲୀଳା କଲେ। ଶପଥ ଦିନ ରାତ୍ରେ ପୁଣ ଶୋଷିଲେ ପୂତନାର ପ୍ରାଣ। ମାସକେ ଶକଟ ଭଞ୍ଜନ 2 ମାସେ ତୃଣାକୁ ନିଧନ। ବକା ବଶ୍ଚାସୁର ନିଧନ ମୁରଲି ଗୀତ ଯେ କଳନ। ବନରେ ବନ ଭୋଜି କଲେ ଅଘା ଅସୁର ସେ ମାଇଲେ। ବ୍ରହ୍ମା ଯେ ବଶ୍ଚା ହରି ନେଲେ କୃଷ୍ଣ ବିଶ୍ୱମୂର୍ତ୍ତି ହୋଇଲେ। ଗୋରୁ ବାଛୁରୀ ଗୋପ ବାଳେ ଶ୍ରୀକୃଷ୍ଣ ମନୁ ଜାତ କଲେ। ବଶ୍ଚା ବାଳକ ଜାତ ହେଲେ ପୂର୍ବେ ଯେ ମନ୍ତ ହୋଇଥିଲେ। ବ୍ରହ୍ମା ଯେ ବାହୁଡ଼ାଇ ଦେଲେ ବେଦରେ ବ୍ରହ୍ମା ସ୍ତୁତି କଲେ। ଧେନୁକାସୁରର ନାଶନ କାଳିନ୍ଦୀରେ କାଳି ଦଳନ। ପ୍ରଳମ୍ବାସୁରର ନାଶନ ଦେବାଗ୍ନିରୁ ଗୋପ ରକ୍ଷଣ। ଗୋପ ଗୋକୁଳକୁ ତାରଣ ଅଜଗରୁ ନନ୍ଦ ମୋକ୍ଷଣ। ବୃନ୍ଦାବନରେ ଯେ ବିହାର ମୁରଲି ଧ୍ୱନିରେ ସୁସ୍ୱର। ବରଷା ଶରଦ ଋତୁର ତହିଁ ବର୍ଣ୍ଣନା ଯେ ପ୍ରକାର। ଗୋପୀମାନଙ୍କ ବ୍ରତ ସ୍ନାନ ଯେ ବ୍ରତେ ତୋଷ ଭଗବାନ। ତଦନ୍ତେ ବସ୍ତ୍ରର ହରଣ କଦମ୍ବ ବୃକ୍ଷେ ଆରୋହଣ। ଯଜ୍ଞ ପତ୍ନୀରେ ଅନୁଗ୍ରହ ତାହାଙ୍କ ସ୍ନେହର ବିଷୟ। ଯଜ୍ଞ ଅନ୍ନକୁ ସେ ଭୋଜନ ବ୍ରାହ୍ମଣ ଅନୁତାପମାନ। ଇନ୍ଦ୍ରର ଗୌରବ ଗଞ୍ଜନ କରେ ଗୋବର୍ଦ୍ଧନ ଧାରଣ। ଇନ୍ଦ୍ର ସୁରଭି ଦର୍ଶନ କଲେ ଅନେକ ସ୍ତୁତିମାନ। ଗୋବିନ୍ଦ ନାମେ ଅଭିଷେକ କଲେ ସେ ସ୍ୱର୍ଗର ନାୟକ। ତହୁଁ ନନ୍ଦର ଏକାଦଶୀ ବରୁଣ ହରି ନେଲା ଆସି। ସେ ପୁଣି କୃଷ୍ଣ ଦର୍ଶନ ପାଇ ସନ୍ତୋଷ ହୋଇ ମନ। ଗୋପାଳ ପୁଅଙ୍କୁ ସେ ନେଇ ବରୁଣ ଭୁବନ ଦେଖାଇ। ବିଦ୍ୟାଧରର ସେ ମୋକ୍ଷଣ ଦର୍ଶନେ ସ୍ୱର୍ଗକୁ ଗମନ। ତହୁଁ ଯେ ବୃନ୍ଦାବନେ ରାସ କୃଷ୍ଣ ବୃନ୍ଦାବନେ ପ୍ରବେଶ। ରାସ ଉତ୍ସବେ ଭଗବାନ ଆନନ୍ଦ ସର୍ବ ଗୋପୀ ମନ। ତଦନ୍ତେ ଶଙ୍ଖ ଚୂଡ଼ ହତ ବ୍ୟୋମା ଷଣ୍ଢା ଯେ କେଶୀ ଦୈତ୍ୟ। ବଳେ ସକଳ ନାଶ କରି କୃଷ୍ଣ ପେଶିଲେ ସ୍ୱର୍ଗପୁରୀ। କଂସ ଯେ ରଙ୍ଗ ସଭା କରି ମାରିବ ବୋଲି ରାମ ହରି। ଅକ୍ରୂରେ ଗୋପକୁ ପେଶିଣ ଅଣାଇ କାହ୍ନୁ ସଂକର୍ଷଣ। ନନ୍ଦ ଆଦି ଗୋପାଳ ମାନେ ଘେନି ଚଳିଲେ ମଧୁବନେ। ମଥୁରା ରାମ କୃଷ୍ଣ ଗଲେ ଦେଖି ବିଳାପ ଗୋପୀ କଲେ। ଶ୍ରୀକୃଷ୍ଣ ଗୋପୀଙ୍କୁ ବୋଧିଣ ଅକ୍ରୂର ସଙ୍ଗ ତେର ଥେଣ। ଅକ୍ରୂର କାଳିନ୍ଦୀରେ ସ୍ନାନ ଜଳେ ଦେଖିଲା ଭଗବାନ। ମଥୁରାପୁରେ ପରବେଶ ଦେଖି ବୁଲନ୍ତି ନଗ୍ର ଦେଶ। ରଜକ ଶିର ଛେଦି ତହୁଁ ବସନ ନଦେଲା ଯେ ତହୁଁ। ଧନୁର ଭଗ୍ନ ତଦ ଅନ୍ତେ ମାଳାକାରକୁ ଯେ ମୁକତେ। କୁବୁଜା ଗନ୍ଧ ଯେ ଲେପନ ସୁନ୍ଦରୀ ହେଲା ଅନୁପମ। କୁବଳ ୟାଗ ଜନି ବାରି ପ୍ରବେଶ ରଙ୍ଗ ସଭା ହରି। ମାଲ ଯୁଦ୍ଧର ଯେ ବ୍ୟବସ୍ଥା ଚାଣୁର ମୁଷ୍ଟିକ ନିହନ୍ତା। ରାଜା ଅଷ୍ଟମଲ ନାସିଣ ଉଠିଲେ ମଞ୍ଚା ଉପରେଣ। କଂସକୁ କଲେ ସେ ନିଧନ କଂସର ଯେତେ ଭାଇ ପୁଣ। ଉଗ୍ରସେନକୁ ରାଜା କରି ସର୍ବ ଯାଦବ ଏକ କରି। ଦେବକୀ ବସୁଦେବ ଆଣି ବନ୍ଦୀରୁ ମୋକ୍ଷ ତତକ୍ଷଣି। ମାତା ପିତାଙ୍କୁ କଲେ ସ୍ତୁତି ମୋହନ ବଚନେ ଶ୍ରୀପତି। ମାଇଙ୍କର ଦନ ନିବାରି କଂସର ପ୍ରେତ କର୍ମ ସାରି। ଅବନ୍ତୀ ଦେଶରେ ସେ ଯାଇ ବିଦ୍ୟା ପଢିଲେ ଭେନି ଭାଇ। ସମନ ଭୁବନୁ ଆଣିଲେ ଗୁରୁଙ୍କୁ ପୁତ୍ର ଦାନ ଦେଲେ। ମଥୁରାପୁରେ ନର ହରି
যাদব মান প্রতিপাଳି জরাসন্ধ যে ধাড়ি দেলা মথুরা নগর বেঢ়িলা এমন্ত সপ্তদশ বার যুদ্ধে হারিলা জরা বীর কাଳ যৌবନ কুটে ନେଇ ମୁଚୁକୁନ୍ଦ ଚକ୍ଷୁରେ ଦାହି ଦ୍ୱାରକାପୁରର ନିର୍ମାଣ ବିଶ୍ୱକର୍ମାର ଯେ ଘଟଣ ତହିଁ ସର୍ବ ଯାଦବ ଘେନି ବିହାର କଲେ ଯଦୁମଣି ତହୁଁ ଯେ ରୁକ୍ମିଣୀ ହରଣ ଆଣିଲେ ଯେମନ୍ତ ଭାବେଣ ଜରାସନ୍ଧାଦି ରାଜା ଜିଣି ବିବାହ ହେଲେ ସେ ରୁକ୍ମିଣୀ ସମନ୍ତ କମଣି ହରଣ ବନରେ ପ୍ରସେନ ମରଣ ଜାମ୍ଭବ ଠାରୁ ମଣି ଆଣି ବିବାହ ଜାମ୍ଭବତୀ ରାଣୀ ସତ୍ୟଭାମାକୁ ବିବାହ ହୋଇ କାଳିନ୍ଦୀ ମିତ୍ର ବିନ୍ଦା ଦୁଇ ଭଦ୍ରାଲକ୍ଷଣା ସତ୍ୟାରାଣୀ ଏହାଙ୍କୁ ବିଭା ଚକ୍ରପାଣି 16 ସହସ୍ର କନ୍ୟା ପୁଣି ନାରକାସୁର ଜିଣି ଆଣି ସତ୍ୟଭାମାର ମାନ କଥା ପାରିଜାତକର ବ୍ୟବସ୍ଥା ଇନ୍ଦ୍ର ଗୋବିନ୍ଦ ମଧ୍ୟରେ ରଣ ସୁଧର୍ମା ସଭାର ହରଣ ତହୁଁ ଯେ ଉଷାର ହରଣ ଯେମନ୍ତେ ଯୁଦ୍ଧ କଲା ବାଣ ଯଦୁମାନଙ୍କ ଯୁଦ୍ଧ ପୁଣ ହରିହରଙ୍କର ଯେ ରଣ ଯେମନ୍ତେ କୃଷ୍ଣ ବିଜେ କଲେ ବାଣାର ଭୁଜକୁ ଛେଦିଲେ ନୃଗରାଜାର ଉପାଖ୍ୟାନ ହସ୍ତିନାପୁରକୁ ଗମନ ରାଜୁଷୀ ଯଜ୍ଞର ଆରମ୍ଭ ଭୀମ ନାସିଲେ ଜରାସନ୍ଧ ରାଜୁଷୀ ଯଜ୍ଞ ପୂଜା ଭାବେ ଦୁଶିଲା ଶିଶୁପାଳ ଗର୍ବେ ଶ୍ରୀକୃଷ୍ଣ ଚକ୍ରେ ଛେଦ ଗଲା ଗୋବିନ୍ଦ ଶରୀରେ ପଶିଲା ବାସୁଦେବଙ୍କ ବେଶ ବହି ପଣ୍ଡ୍ରକ ବାସୁଦେବ କହି ତାହାକୁ ରଣେ ନାଶ କଲେ ଶାଲ୍ୱଦନ୍ତ ବକ୍ର ବଧିଲେ ବିବିଧ ବାନର ନାସିଲେ ପୀଠ ମୂର ଦୈତ୍ୟ ମାଇଲେ ପଞ୍ଚଜନ କାଶୀ ରାଜନ ତାଙ୍କୁ ମାରି କାଶୀ ଦହନ କୁରୁ ପାଣ୍ଡବଙ୍କ ବିରୋଧ ମହାଭାରତ କଲେ ଯୁଦ୍ଧ କୁରୁକୁଳକୁ ସଂହାରିଲେ ଏ ସଙ୍ଗେ ଦୁଷ୍ଟ ରାଜା ମଲେ ଯୁଧିଷ୍ଠିରଙ୍କୁ ରାଜା କରି ଦ୍ୱାରକା ବିଜେ ନରହରି ଏମନ୍ତେ ଦ୍ୱାରକା ବିହାର ଯେ କୃଷ୍ଣ କୃପାର ସାଗର ପ୍ରାକୃତ ଜନ ପ୍ରାୟତଃ ପୁତ୍ର କଳତ୍ର ଘେନି ରହି କୃଷ୍ଣର ଯେତେ ବଂଶମାନ ପୁତ୍ର ନାତି ଲତା ଯେ ସନ ସମୁଦ୍ର ଜଳ କ୍ରୀଡ଼ା ବାଣୀ ଏଥିରେ ଯେତେକ କାହାଣୀ ମେଘ ହଂସାଦି ଦୂତମାନ ଶ୍ରୀକୃଷ୍ଣ ସ୍ତ୍ରୀଙ୍କ ବର୍ଣ୍ଣନ ଏଭାବେ ଦଶମ ସମ୍ପୂର୍ଣ୍ଣ 96 ଅଧ୍ୟାୟ ବର୍ଣ୍ଣନ ଦଶମ ସ୍କନ୍ଧେ ଏହା କହି ଶୁଣ ସୌନକ ମନ ଦେଇ ଏବେ ହୋ ଶୁଣ ଏକାଦଶ ଶ୍ରୀକୃଷ୍ଣ ବିଭୂତି ପ୍ରକାଶ ସୁକେ ପରୀକ୍ଷ ପଚାରିଲା କେମନ୍ତେ ବ୍ରହ୍ମ ଶାପ ହେଲା ବ୍ରହ୍ମା ସହିତେ ଦେବେ ଆସି ଶ୍ରୀକୃଷ୍ଣ ଚରଣରେ ଭାସି ପୃଥିବୀ ଭାର ନିବାରିଲ ସଂସାରେ ଥିବା ନୁହେଁ ଭଲ 125 ବରଷ ଏ ଅବତାର କଲ ଶେଷ ନିଜ ଧାମକୁ ଏବେ ଚଳ ଆମ୍ଭର ହୋଇବ କୁଶଳ ଏମନ୍ତ କୃଷ୍ଣ ଚିତେ ଜାଣି ଯାଦବ କ୍ଷୟ ମନେ ଗୁଣି ପୃଥ୍ୱୀରେ ଯଦୁବଂଶ ଥିଲେ ଉଶ୍ୱାସ ନୋହେ ମହି ଭଲେ ଏତେ ବିଚାରି ଭଗବାନ ଋଷି ଯେ ଥିଲେ ନିଜ ସ୍ଥାନ ତାହାଙ୍କୁ ସୁମରନ୍ତେ ଚିତ କୃଷ୍ଣ ଦର୍ଶନେ ସେ ଆଗତ ବନ ଗହନେ ପଥ ଶ୍ରମେ ଭେଟିଲେ କୃଷ୍ଣର ନନ୍ଦନେ ବାଳକେ ଉପହାସ କଲେ ଋଷିଏ କୋପେ ଶାପ ଦେଲେ ଲଭ ମୂଷଳ ତହୁଁ ଜାତ ଜହିଁ ଯାଦବ ହେଲେ ହତ ପୁଣ ବସୁଦେବ ନାରଦ ଏବେ ନିଜନଙ୍କ ସମ୍ବାଦ ବସୁଦେବଙ୍କୁ ଜ୍ଞାନ କହି ନାରଦ ଗଲେ ତ ସହୋଇ